ସେଭଳି ବ୍ୟକ୍ତିତ୍ୱଙ୍କର ସ୍ମୃତି ଚାରଣ କଲା ବେଳେ ମତେ ଗର୍ବ ଲାଗୁଛି। ଏଭଳି ଏକ ବ୍ୟକ୍ତିତ୍ୱ ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ପ୍ରତିବର୍ଷ ଏ କାର୍ଯ୍ୟକ୍ରମ ହୁଏ। ଏ ବର୍ଷ ମୁଖ୍ୟମନ୍ତ୍ରୀ ଆମର ମୁଖ୍ୟମନ୍ତ୍ରୀ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶେଷ ଧନ୍ୟବାଦ ଦେବି। ନିଜେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାଙ୍ଗରେ ଧରି ଏଇ ଯେଉଁ କାର୍ଯ୍ୟକ୍ରମ ଆମ ସମସ୍ତଙ୍କର ଦାୟିତ୍ୱ। କେବଳ ବିଜୁ ବାବୁ ନୁହଁ, ଯେଉଁମାନେ ଓଡ଼ିଶାର ବରପୁତ୍ର ମାନେ ତାଙ୍କର ଜୀବନ ଯୌବନ ସମୟରେ ଏ ମାଟି ପାଇଁ ଏ ଜାତି ପାଇଁ ଏ ରାଜ୍ୟ ପାଇଁ ତାଙ୍କର ସବୁ ତ୍ୟାଗ କରିଛନ୍ତି। ତାଙ୍କୁ ସମ୍ମାନିତ କରିବା, ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା, ତାଙ୍କୁ ଶ୍ରେଷ୍ଠ ସମ୍ମାନ ଦେବା ଏ ଜାତିର ନୂଆ ପିଢ଼ିର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ପ୍ରଫୁଲ୍ଲ ଭାଇ କହୁଥିଲେ କାହିଁକି ମୋତେ ଡକାଯାଇଛି ମୁଁ ଜାଣିନାହିଁ। ଆମେ ଏଠି ସମସ୍ତେ ନିର୍ବାଚିତ ସଭ୍ୟ ବା ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ମୁଁ ମଧ୍ୟ ବିଧାୟକ। ପ୍ରଫୁଲ୍ଲ ଭାଇ କିଛି ନଥାଇ ଏଇଥିପାଇଁ ଡକାଯାଇଛନ୍ତି ଆପଣଙ୍କ ସମ୍ମୁଖରେ ଯେଉଁ ଯୁବ ସମାଜ ବସିଛନ୍ତି, ଯେଉଁ ମା ମାନେ ବସିଛନ୍ତି, এই জাতির ইতিহাসକୁ পড়িবে, এই জাতির ইতিহাসକୁ শিখিবে। এই জাতির ইতিহাস ଆପଣ ମଧ୍ୟ ଶୁଣିଛନ୍ତି। ସବୁବେଳେ ବିଜୁ ବାବୁ ଖାରବେଳଙ୍କ କଥା କୁହନ୍ତି, ଖାରବେଳଙ୍କର ଉଦାହରଣ ଦିଅନ୍ତି। ଆମେ ହେଉଛୁ ଖାରବେଳଙ୍କର ଦାୟକ, ଆମେ ହେଉଛୁ ଖାରବେଳଙ୍କର ପିଲା, ଯେଉଁମାନେ ଯେଉଁ ବ୍ୟକ୍ତିତ୍ୱ ଯେଉଁ ନେତୃତ୍ୱ ସାରା ଭାରତ ବର୍ଷର ଅର୍ଦ୍ଧାଧିକ ରାଜ୍ୟକୁ ବା ସାରା ଭାରତ ବର୍ଷର ଗଙ୍ଗା ଠାରୁ ଗୋଦାବରୀ ନାହିଁ, ଗଙ୍ଗା ଠାରୁ କାବେରୀ ପର୍ଯ୍ୟନ୍ତ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ। ତାଙ୍କର ଦାୟିତ୍ୱ ଆମେ ତେଣୁ ମୁଣ୍ଡ ପାତିକି କାହା ପାଖେ ଲୁଚା ହେଇଯିବ ନାହିଁ, ସବୁବେଳେ ଲଢ଼ିବା ଶିଖୁ। ତେଣୁ ତାଙ୍କୁ ବେଳେ ବେଳେ କଳିଙ୍ଗ ଷଣ୍ଢ ମଧ୍ୟ କୁହାଯାଏ। ଏ କଥା ମଧ୍ୟ ଆମେ ବ୍ୟକ୍ତି ବିଶେଷରେ ବେଳେ ବେଳେ ଆଲୋଚନା କରିଥାଉ। ଏବଂ ସେଇବେଳେ ବିଭିନ୍ନ ସମୟରେ ଏଭଳି ଗୋଟିଏ ସେଣ୍ଟେନ୍ସ କହିଦେବେ, ଏଭଳି ଏକ ବାକ୍ୟ କହିଦେବେ, ସାରା ଭାରତରେ ସେ ଆଲୋଚନାର ବିଷୟ। ମଝିରେ ତାଙ୍କର ଶାସନ ସମୟରେ କହିଲେ ଅଫିସର ମାନେ କାମ କରୁନାହାନ୍ତି, ତାଙ୍କୁ ମାଡ଼, ଯେଉଁ ଅଫିସର କାମ କରୁନାହାନ୍ତି ତାଙ୍କୁ ମାଡ଼ ମାରିବା ଦରକାର। ଏଇ କଥା ସେତେବେଳେ ମଧ୍ୟ କୋଉଠି କୋଉଠି ଏ କଥା ଆମେ ମଧ୍ୟ କହିପାରିବୁ ନାହିଁ। ଯେଉଁମାନେ ରାଜନୀତିରେ ସରକାରରେ ଅଛନ୍ତି ଏ କଥା କହିଲା ବେଳେ 100 ଥର ଚିନ୍ତା କରୁଥିଲେ। କିନ୍ତୁ ଏଭଳି ବ୍ୟକ୍ତିତ୍ୱ, ଏଭଳି ନେତୃତ୍ୱ ଯେଉଁ ଯାହା ଭାବନ୍ତି, ଯାହା ଫିଲ୍ କରନ୍ତି, ଯାହା ନିଜକୁ ଠିକ ଭାବେ ଭାବନାରେ ଆସେ ସେ କଥା ପରିପ୍ରକାଶ କରିଦିଅନ୍ତି। ଏବଂ ଶାସନର ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁର କିଛି ବର୍ଷ ପୂର୍ବରୁ, ଗୋଟିଏ ବର୍ଷ ପୂର୍ବରୁ ଏଭଳି ଏକ ବାକ୍ୟ କହିଲେ ଯାହା ସାରା ଭାରତ ବର୍ଷରେ ଚର୍ଚ୍ଚିତ। ଭାରତୀୟ ଗଣତନ୍ତ୍ରକୁ ଆର୍ମିଙ୍କ ହାତରେ ଦେଇଦେବା ଦରକାର। ଏ କଥା ଯେତେବେଳେ କହିଲେ ସେତେବେଳେ ସାରା ଭାରତ ବର୍ଷର ବିଭିନ୍ନ ରାଜନୈତିକ, କେବଳ ଜନତା ଦଳ ନୁହେଁ, ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱଙ୍କର ସମାଲୋଚନାର ଶିକାର ହୋଇଥିଲେ। ତାପରେ ସେତେବେଳର ପ୍ରଧାନମନ୍ତ୍ରୀ ସେତେବେଳ ନେତୃତ୍ୱ ଚନ୍ଦ୍ରଶେଖର ବୋଧେ ପ୍ରଧାନମନ୍ତ୍ରୀ ହେଇନଥିଲେ, ସେ ଆସିଥିଲେ ତାଙ୍କୁ ଭେଟିବା ପରେ 2 ଦିନ ପରେ ଆମେ ଯାଇଛୁ। ଆମେ କିଛି ମୋ କଲେଜର ସଭାପତି ହିସାବରେ ମୁଁ ଯାଇଛି ତାଙ୍କୁ ଭେଟିବା। ଆଜ୍ଞା ଆପଣ ଏମିତି କହିଲେ ଚନ୍ଦ୍ରଶେଖର ଆସିଥିଲେ, କ'ଣ ଆପଣ କ'ଣ କହିଲେ ଏଇ ବିଷୟରେ? ଆପଣ ତ ନିଶ୍ଚିତ କହିଥିଲେ। मते कहले बात तो तूने ठीक बोला, लेकिन ये बात टीवी के सामने, पेपर के सामने बोलना नहीं चाहिए था। मैंने तो ठीक कथा कहूँ, किंतु सर्वसाधारण लोगों आगे ये कथा कहवा आवश्यकता नहीं। तो एभली एक व्यक्तित्व, एभली एक नेतृत्व पाखे आज आम जो श्रद्धांजलि जनाऊँ, तेणु समस्त आम निजक गर्व अनुभव करूँ। एभली एक श्रेष्ठ नेतृत्व तो चाहिए विजु बाबू आम भर समस्ते विजु बाबूर 100% जो फोर्स 100% कला आम पाखर किसी युवा नेतृत्व जो माँ मैंने ये बसी आ गोटे कथा खाली कहबी, जो माँ मैंने बसी विशेष भाव में आपण मैंने जाना दरकार 92 मसीहा कि 93 मसीहा पंचायत निर्वाचन और पौर निर्वाचन आम से पुरुष प्राधान्य राजनीतिक दल हो गए। स्त्री लोक मैंने राजनीति की आसु ना किए जदि आसुले तार परिचय होता कौन, सी तार भौणी कि से तार स्त्री कि से तार झियारी यही परिचय आस। विजु बाबू से राजनीति में एभली एक नेतृत्व मान एक महिला मान आनिके जो मैंने राजनीति किसी जानी न तथापि दृढ़ विश्वास से किरणमला मंगराज नामक एक भौणी की आनी भुवनेश्वर भली मर्यादापूर्ण जगार
ଚେୟାରମ୍ୟାନ୍ ସେତେବେଳେ ମେୟର ନଥିଲେ, ଚେୟାରମ୍ୟାନ୍ ଲଢେଇଲେ ଏବଂ ନିଜ ଦୃଢତାର ସହିତ ସେତେବେଳେ ତାଙ୍କୁ ସୁରେଶ ରାଉତରାୟ ଲଢୁଥିଲେ। ସମସ୍ତେ ଭାବୁଥିଲେ ସୁର ରାଉତରାୟ ଜିତିଯିବେ, କିନ୍ତୁ ବିଜୁ ବାବୁ ପୁରା ତାଙ୍କ ପାଇଁ ପ୍ରଚାର ପ୍ରସାର କଲେ ଏବଂ ମା ମାନଙ୍କୁ ଅନୁରୋଧ କଲେ ଯଦି ମା ମାନେ ମୋ କ୍ୟାଣ୍ଡିଡେଟ୍ କୁ ଜିତେଇ ଭୋଟ ଦେବେ ନିଶ୍ଚିତ ଭାବେ ଏ ଭୁବନେଶ୍ୱର ବିକାଶ ହେବ। ତେଣୁ এই କଥା କହିଥିଲେ ଏବଂ ସେତେବେଳେ ମା ମାନଙ୍କୁ ବାହାରକୁ ଆଣିଲେ ଯଥେଷ୍ଟ ଅବଦାନ ତାଙ୍କର ଥିଲା। ତେଣୁ ଏଭଳି 33% ଆଜ୍ଞା ସେତେବେଳେ ରାଜନୀତି କ୍ଷେତ୍ରରେ ମହିଳା ମାନଙ୍କୁ 33%। ଆଜି ଯଦି ଆପଣମାନଙ୍କର ପରିଚୟ ଆଜି ଆମେ ମୋର ଭଉଣୀ ମାନେ ମୋର ମା ମାନେ ରାଜନୀତିକି ଆସିଛନ୍ତି ନିଜ ପରିଚୟ ନେଇକି ଆସିଛନ୍ତି ଆଉ ସ୍ୱାମୀ କି ଭାଇର ପରିଚୟ ଦରକାର ନାହିଁ।